कहला कन्ना भल मनीष को बंचवा मना घर बुड़ी एने पानी आंठिए हेलाने भल मनीष खोजा चली चुप कर अरे बाबा तू अरे बड़ जा मु चिन्ह पारि नी रे बाबा अरे तू हाँ हाँ ये थर किंतु मुझे चिन्ह पारिली तोते कहूची तू मो बड़ जा बागेश्वर बाघा आउ मु तो मामू मो ना प्राणनाथ हाँ हाँ मने पका एकदम चुप होशियार जंगल बेनीर और जंगल नीर माने बाघ गुंफा भीतर पदा को बाहरी सतर्क हो जाओ समस्त सतर्क हो जाओ कहा नहले कहब बाघ नहीं गला दौड़ी आस सबू बोलू अच्छु मोर मोर अच्छा पिंधिला बसन लुहे तोर कहीं आसुचु मन किस नेबा पाए रे आसीचु एकला होई जीवु शून्य होई मिछ माया संसार रे केनु हे कहार भाई बंधु बापा माँ कही बाजे सार कहीं रही नहीं रही बे नहीं गे खबरंग भूमि तले सर्वे निज निज अविनाशारे बाहुले कालावरे बाबा तू सतरे सतरे कौन पागल तू कौन सतरे पागल हो जाइचु तू कौन सतरे पागल हो जाइचु एठी समस्ते पागल एठी समस्ते पागल ओ पागल तुम पागल पागल प्रेमी आवारा सरकी चर से वो धीरे धीरे पागल हुआ रे मैं धीरे धीरे थाऊ थाऊ बापा से छई आउ मो पाखरे तू देखा ना मु जाने रे बाबा तू पागल नुह केवल पागलर अभिनय करी चलीचु तू मते सबू जना अरे बाबा तू परा होचु मो भणजा बाघेश्वर बाघा ओ होचे प्रतापगढ़ राजा प्रतापकेश्वरी को गुमास्ता आ मो ना परा प्राणनाथ हाँ तारे तारे कहि परिबो हां भणजा कहि परिबो ए समाज काहे के मते बास्टेट को है भणजा हां देई परिबो मो बापा मां को परिचय निश्चय निश्चय भणजा हो ताले को निश्चय देई पारिबी तो बापा मां को परिचय आ ए समाज काहे के तोते बास्टार्ड कहिबो आ ए समाजटा को से बास्टार्ड कहिबार अधिकारटा देला किए अरे तू बास्टार्ड नुह तू योग्य बापा मार सुयोग्य संतान आई कथा जदि तो आगे मु कहि न पारिबी ताहले ताहले ये दुनिया आखिरे मु दोषी पालटी जीवी आउ तार कारण तोते गोटी गोटी करी सबू कहबी तू जानिबा दरकार भणजा तू जानिबा दरकार अरे बाबा मन दे के शुणु था मु सब गोटी गोटी कर तोते कही दउची अरे बाबा सुन एते बड़ विस्तीर्ण राजवंश रे एते बड़ विस्तीर्ण राजवंश रे जने मो भौणी थिला मो भौणीटा अन्य जने टोका ता ना थिला नागेश्वर और से नागेश्वर गुप्त प्रेम रे से मो भौणीटा गर्भवती हो गला
ମୋ ଭଉଣୀଟା ଗର୍ଭବତୀ ହେଇଗଲା। ତାପରେ ତାପରେ କ'ଣ ହେଲା? ତାପରେ ମୋ ଭଉଣୀ ଯେତେବେଳେ ଗର୍ଭବତୀ ହେଇଗଲା ଆମ ଘର ପରିବାରର ଲୋକେ ମୋ ଭଉଣୀର ବିବାହ ପ୍ରସ୍ତାବ ନେଇ ଏଇ ରାଜା ପ୍ରତାପ କେଶରୀଙ୍କ ଘରକୁ ଗଲୁ। ହେଲେ ରାଜା ପ୍ରତାପ କେଶରୀ ଛୋଟ ଜାତିର କହି ଧିକ୍କାର କରିଦେଲା। ଆଉ ମୋ ଭଉଣୀକୁ ଏଇ ରାଜ୍ୟରୁ ତଡ଼ିଦେଲା। ହେଲେ ମୋ ଭଉଣୀକୁ ତଡ଼ିବା ପୂର୍ବରୁ ମୋ ଭଉଣୀ ପେଟରେ ଯେଉଁ ସନ୍ତାନଟା ବଢ଼ୁଥାଏ ତାକୁ ମୋ ଭଉଣୀ ଜନ୍ମ କରିସାରିଥିଲାଣି। ଆଉ ସେଇ ଛୁଆକୁ ଧରି ପୁନର୍ବାର ରାଜ ଦରବାରକୁ ଗଲା। କାହିଁକି ଜାଣିଛୁ ବାପା? ସେଇ ଛୁଆର ପିତୃ ପରିଚୟ ମାଗିବା ପାଇଁ, ସେଇ ଛୁଆର ବାପାର ପରିଚୟ ମାଗିବା ପାଇଁ। ହେଲେ ବାପାର ପରିଚୟ ଦେବା ବଦଳରେ ସେଇ ରାଜା ଯିଏ କି ଗର୍ଭବତୀ କରିଥିଲା ମାନେ ନାଗେଶ୍ୱର, ତାକୁ ସେଇ ରାଜା ଫାଶୀ ଖୁଣ୍ଟରେ ଝୁଲେଇ ଦେଲା। ଅରେ ଭଣଜା, ଫାଶୀ ଖୁଣ୍ଟରେ ଝୁଲେଇ ଦେଲା। ତାପରେ କ'ଣ ଭଣଜା? ତା ପର କଥା ଶୁଣିବୁ? ତା ପରବର୍ତ୍ତୀ କଥା ଯଦି ତୁ ଶୁଣିବୁ ତାହେଲେ ଆକାଶ ଛିଣ୍ଡି ପଡ଼ିବ, ମାଟି ପାଦ ତଳୁ ଖସି ପଡ଼ିବ। ମୋ ଭଉଣୀଟାକୁ ରାଜା ରାଜ୍ୟରୁ ତଡ଼ି ଦେଲା। ହେଲେ ମୋ ଭଉଣୀଟା ତାର ସେଇ ଜନ୍ମ କରିଥିବା ଶିଶୁଟାକୁ ମୋରି ପାଖରେ, ମୋରି ଘରେ, ମୋରି ଦାୟିତ୍ୱରେ ଛାଡ଼ି ଦେଇ ମୋ ଭଉଣୀ କୁଆଡ଼େ ଚାଲିଗଲା। ଆଉ ସେ ଚାଲିଗଲା ଯେ ଏ ପର୍ଯ୍ୟନ୍ତ ଆଉ ଫେରିଲାନି। ଆଉ ସେ କେବେ ଫେରିବ ନାହିଁ ମଧ୍ୟ। କାହିଁକି ଜାଣିଛୁ ବାପା? କାହିଁକି ସେ ଫେରିବ ନାହିଁ ଜାଣିଛୁ? କାହିଁକି ନା ତା ଶବଟା ଆମକା ନଈରେ ଭାସୁଥିବାର ସମସ୍ତେ ଦେଖିଛନ୍ତି। ଆଉ ମୁଁ ମଧ୍ୟ ଯାଇ ଦେଖିଲି ମୋ ଭଉଣୀଟା ସେଇ ନଈରେ ଆତ୍ମହତ୍ୟା କରିଦେଇଛି। ଭଣଜା, ଆଉ ସେଇ ଦିନଠାରୁ ମୋ ହାତରେ ଟେକି ଯାଇଥିବା ସେଇ କୋହଳିଆ ଶିଶୁକୁ କେତେ ଭୋକ ଉପାସରେ ରହି, ଓଲେ ଖାଇ ଦି ଓଲି ପେଟ ବିକଳରେ ରହି ଆଜି ଯାଏ ପାଳି ପୋଷି ମଣିଷ କରିଛି। ହେଲେ ଆଜି ଭଳି ଦିନରେ ମୁଁ କ'ଣ ଏଇ ଦିନ ଦେଖିବାର ଥିଲା ଭଣଜା? ମୁଁ କ'ଣ ଏଇ ଦିନ ଦେଖିବା ଥିଲା? ଅରେ ଭଣଜା, ତାହେଲେ ମୁଁ କ'ଣ ସେହି ଭାଗ୍ୟହୀନ ଶିଶୁ ମାମୁଁ? ଅରେ ଭଣଜା, ତୁ ହଉଛୁ ସେଇ ଦିନର ସେଇ କୋହଳିଆ ଶିଶୁ ଯାହାକୁ ତୋ ମା ମୋ ହସ୍ତରେ ଟେକି ଦେଇ ଚାଲି ଯାଇଥିଲା। ତୁ ସେଇ ମୋ ଭଣଜା। ତୋ ମା ସିନା ଆତ୍ମହତ୍ୟା କରିଦେଲା ରେ ବାପା, ହେଲେ ତୁ ସେଇ ଦିନର କଥା ଗୋଟି ଗୋଟି କରି ମନେ ପକା। ମୁଁ ମନେ ପକେଇଦେବି ଭଣଜା। ତୁ ହାରି ଯାନା ରେ ବାପା, ତୋତେ ଜିତିବାକୁ ହବ। ଏଇ ରାଜା ପ୍ରତାପ କେଶରୀ ଏବେ ବି ଏଇ ରାଜ୍ୟରେ ରାଜୁତି କରୁଛି। ତୋତେ ତୋ ମାତା ପିତାର ପ୍ରତିଶୋଧ ନେବାକୁ ପଡ଼ିବ। ତୋତେ ଜିତିବାକୁ ହବ। ସେଇ ରାଜାର ଗର୍ବ ଅହଙ୍କାରକୁ ପାଦ ତଳେ ଚକଟି ଚୂନା କରିଦେବାକୁ ହବ। ତା ସୁନାର ସଂସାରଟାକୁ ବର୍ବାଦ କରିଦେବାକୁ ହବ। ଅରେ ଭଣଜା, ତୁ ପାରିବୁ ତ ବାପା? ତୁ ତା ସୁନାର ସଂସାରକୁ ବର୍ବାଦ କରିପାରିବୁ ତ? ଯଦି ପାରିବୁ ତାହେଲେ କଥା ଦେ ଭଣଜା, କଥା ଦେ ମତେ। କଥା ଦଉଛି ମାମୁଁ। ଭଣଜା, ଚଉଦିନ ପର୍ଯ୍ୟନ୍ତ
ସେହି ଅହଙ୍କାରୀ ରାଜାର ଅହଙ୍କାରକୁ ଚୂର୍ଣ୍ଣ ନ କରିଛି ସେତେ ଦିନ ପର୍ଯ୍ୟନ୍ତ ମୁଁ କେବେ ହେଲେ ଶାନ୍ତିରେ ରହିବିନି ମାମ ଶାନ୍ତିରେ ରହିବିନି। ସାବାସ୍ ଭଣଜା କାହିଁକି ନା ଓ ବାଘ ବାଘେଶ୍ୱର ବାଘ